ଏଇ ସତ୍ୟମୟୀ ପରମେ ଅନଲାଇନ ପାଠଚକ୍ରରେ ଯୋଗ ଦେଇଥିବା ଅପା ଓ ଭାଇମାନଙ୍କୁ ମୋର ବିନମ୍ର କୃତଜ୍ଞତା। ପ୍ରିୟମ୍ବଦା ଅପାଙ୍କୁ ଅଶେଷ ଓ ସାଧୁବାଦ। ଆଜି ଆମେ ଯେଉଁ ବିଷୟରେ ଚର୍ଚ୍ଚା କରିବା ସେ ବିଷୟର ଶୀର୍ଷକ ହେଉଛି ଭାରତବର୍ଷ ଓ ଶ୍ରୀ ଅରବିନ୍ଦ। ସମଗ୍ର ପୃଥିବୀରେ ଭାରତବର୍ଷ ହେଉଛି ସର୍ବବୃହତ ଗଣତାନ୍ତ୍ରିକ ଦେଶ। ସମଗ୍ର ବିଶ୍ୱରେ ଦ୍ୱିତୀୟ ଜନବହୁଳ ଦେଶ ଭାବରେ ଭାରତର ଖ୍ୟାତି ଅଛି। ସଂସ୍କୃତି ହେଉଛି ଗୋଟେ ଦେଶର ଯଥାର୍ଥ ପରିଚୟ। ଭାରତୀୟ ସଂସ୍କୃତି ସମଗ୍ର ବିଶ୍ୱ ଦରବାରରେ ପ୍ରତିଷ୍ଠା ଅର୍ଜନ କରିଛି। ମନେ ପଡ଼େ ଏହି ପ୍ରସଙ୍ଗରେ ଜର୍ମାନ ମନୀଷୀ ମ୍ୟାକ୍ସମୁଲାରଙ୍କ କଥା। ସେ କହିଥିଲେ, if I were to ask myself from what literature we here in Europe may draw that corrective to make our inner life more perfect, more universal, I should point to India. ଅର୍ଥାତ୍ ମୁଁ ଯଦି ନିଜକୁ ପଚାରେ ଆମେ ୟୁରୋପୀୟ ମାନେ ଆମର ଅନ୍ତର ଜୀବନକୁ ଆହୁରି ପୂର୍ଣ୍ଣ, ଆହୁରି ସାର୍ବଜନୀନ ଓ ବାସ୍ତବରେ ମାନବିକ କରିବାକୁ ହେଲେ କେଉଁ ଦେଶର ସାହିତ୍ୟରୁ ଆମେ ଯଥାର୍ଥ ପ୍ରେରଣା ପାଇବୁ, ତେବେ ମୁଁ ନିର୍ଦ୍ଦେଶ କରିବି ଏ ଦେଶ ହେଉଛି ଭାରତବର୍ଷ। ଜର୍ମାନ କବି ଗେଟେ ଭାରତୀୟ ସାହିତ୍ୟର ମହାନତାକୁ ଭୁରି ଭୁରି ପ୍ରଶଂସା କରିଥିଲେ ଏବଂ ସେ ଯାହା କହିଥିଲେ ତାର ସଂସ୍କୃତ ଅନୁବାଦ ଏମିତି: ବାସନ୍ତମ୍ କୁସୁମମ୍ ଫଳମ୍ ଯୁଗପତ୍ ଗ୍ରୀଷ୍ମସ୍ୟ ସର୍ବଂ ଚ ଯତ୍ ଏକୀଭୂତମଭୂତ ପୂର୍ବମ୍ ଅଥବା ସ୍ୱର୍ଲୋକ ଭୂଲକୟୋ ରେଶ୍ଚର୍ଯ୍ୟ ଯଦି ବାଞ୍ଛସି ପ୍ରିୟ ସଖ ଶାକୁନ୍ତଳମ୍ ସେବ୍ୟତାମ୍। ଅର୍ଥାତ୍ ବସନ୍ତର କୁସୁମ ଏବଂ ଫଳ ଯୁଗପତ୍ ଅର୍ଥାତ୍ ଏକାବେଳକେ ମିଳିବ, ଯାହାକି ସ୍ୱର୍ଗ ଓ ପୃଥିବୀ ଲୋକକୁ ଏକାକାର କରି ଦେଇଛି। ଯଦି ସବୁ ଐଶ୍ୱର୍ଯ୍ୟ ଚାହୁଁଛ ତେବେ ଅଭିଜ୍ଞାନ ଶାକୁନ୍ତଳମ୍ ପଢ଼। ଇଂରେଜ ମନୀଷୀ ସଂସ୍କୃତ ଭାଷାର ଅଭୂତପୂର୍ବ ପ୍ରଶଂସା କରିଥିଲେ। ଆଉ ସେ ଯେଉଁ ଶ୍ଲୋକ ଲେଖିଥିଲେ ତାହା ଏହିପରି: ଅମୃତଂ ମଧୁରମ୍ ସମ୍ୟକ୍ ସଂସ୍କୃତ ହିଁ ତତୋଧିକମ୍ ଦେବ ଭୋଗ୍ୟମିଦଂ ଯସ୍ମାତ୍ ଦେବ ଭାଷେତି କଥ୍ୟତେ। ଅର୍ଥାତ୍ ଅମୃତ ମଧୁର, କିନ୍ତୁ ସଂସ୍କୃତ ଭାଷା ତାଠାରୁ ଆହୁରି ମଧୁର। ଦେବଭୋଗ୍ୟ ବୋଲି ଏହାର ନାମ ଦେବ ଭାଷା। ଏଥର ଆସିବା ଆମ ଭାରତୀୟ ଶାସ୍ତ୍ରର କଥାକୁ। କପିଳ ସଂହିତାରେ ବର୍ଣ୍ଣିତ ହେଇଛି ଭାରତର ସମୃଦ୍ଧି, ଭାରତର ମହିମା। କୁହାଯାଇଛି, ବର୍ଷାଣାଂ ଭାରତ ଶ୍ରେଷ୍ଠ ଦେଶାନାଂ ଉତ୍କଳ ଶ୍ରୁତଃ ଉତ୍କଳସ୍ୟ ସମୋ ଦେଶୋ ଦେଶୋ ନାସ୍ତି ମହିତଳେ। ଅର୍ଥାତ୍ ବର୍ଷ ଭିତରେ ଭାରତ ହେଉଛି ଶ୍ରେଷ୍ଠ। ସ୍ୱାମୀ ବିବେକାନନ୍ଦଙ୍କର କଥା ସ୍ମରଣକୁ ଆସେ। ସେ କହିଥିଲେ, ସଦର୍ପରେ କହ ମୁଁ ଭାରତବାସୀ, ଭାରତବାସୀ ମୋର ଭାଇ, ଭାରତବାସୀ ମୋର ପ୍ରାଣ, ଭାରତର ଦେବଦେବୀ ମୋର ଈଶ୍ୱର, ଭାରତର ସମାଜ ମୋର ଶୈଶବର ଶିଶୁଶଯ୍ୟା, ମୋର ଯୌବନର ଉପବନ, ମୋର ବାର୍ଦ୍ଧକ୍ୟର ବାରାଣସୀ। କହ ଭାଇ, ଭାରତର ମୃତ୍ତିକା ମୋର ସ୍ୱର୍ଗ, ଭାରତର କଲ୍ୟାଣ ମୋର କଲ୍ୟାଣ। ପୁଣି କହିଲେ, ସ୍ୱାମୀ ବିବେକାନନ୍ଦ ବିଶ୍ୱର ଇତିହାସ ପର୍ଯ୍ୟାଲୋଚନା କର, ଯେଉଁଠି କୌଣସି ମହାନ ଆଦର୍ଶର ସନ୍ଧାନ ମିଳିବ ଦେଖିବ ତାର ଜନ୍ମ ଭାରତବର୍ଷରେ। ସ୍ମରଣାତୀତ କାଳରୁ ଭାରତ ମାନବ ସମାଜ ପାଖରେ ମୂଲ୍ୟବୋଧ ସମୂହରୁ ଖଣି ଉତ୍ତୋଳନ କରିପାରିଛି। ଶ୍ରୀ ଅରବିନ୍ଦ ଭାରତବର୍ଷକୁ ମା ବୋଲି ବିଚାର କରୁଥିଲେ। ମୃଣାଳିନୀ ଦେବୀଙ୍କୁ ଚିଠିରେ ଲେଖିଥିଲେ, ଅସୁର ଯଦି ମାର ଛାତି ଉପରେ ବସି ରକ୍ତପାନ କରୁଥାଏ ତେବେ ମୁଁ ନିଶ୍ଚିନ୍ତ ହୋଇ ରହିପାରିବି ନାହିଁ। କହିଲେ ପ୍ରଭୁ ଶ୍ରୀ ଅରବିନ୍ଦ,
India is not a piece of earth, not a figure of speech. It is a mighty Shakti. ଅର୍ଥ ଭାରତ ମାଟି ଗୋଡ଼ି ପଥରରେ ଗଢ଼ା ଏକ ଭୂଖଣ୍ଡ ମାତ୍ର ନୁହେଁ, ଏହା ଏକ ଜାଗ୍ରତ ଚେତନା, ଜୀବନ୍ତ ଦେବୀ। ସେ ଭାରତ ବର୍ଷକୁ ଦୁର୍ଗା ରୂପରେ ପରିକଳ୍ପନା କରିଥିଲେ। କହିଲେ ଭବାନୀ ମହିଷ ମର୍ଦିନୀ ଯେପରି ଦେବତାଙ୍କ ମଧ୍ୟ ସମ୍ଭୂତ ହୁଏ, ଠିକ ସେପରି ରାଷ୍ଟ୍ର ମଧ୍ୟ ନିୟୁତ ନିୟୁତ ଜନ ଏକକର ସମସ୍ତ ଶକ୍ତିରେ ପରିପୁଷ୍ଟ ହୋଇ ଜନ୍ମ ଲାଭ କରିଥାଏ। ଭାରତବର୍ଷ ପୁନର୍ଜନ୍ମ ଲାଭ କରିବ, କାରଣ ପୃଥିବୀର ଭବିଷ୍ୟତ ପାଇଁ ଭାରତର ପୁନର୍ଜାଗରଣ ଏକାନ୍ତ ଆବଶ୍ୟକ। ଭାରତବର୍ଷରେ ରାଜନୈତିକ ଅଭ୍ୟୁଦୟ ପୁନଃ ପ୍ରତିଷ୍ଠା ଏକାନ୍ତ ଆବଶ୍ୟକ। ତାହା ହେଉଛି ଜାତୀୟ ଆନ୍ଦୋଳନର ଆଭିମୁଖ୍ୟ। ପାଞ୍ଚଟି ଜୀବନ ପରିପୂର୍ଣ୍ଣତା କଥା ଶ୍ରୀ ଅରବିନ୍ଦ ଉଦ୍ଘୋଷଣା କରିଥିଲେ, ଯଥା ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ରାଷ୍ଟ୍ରୀୟ ଓ ବିଶ୍ୱ ଜୀବନ। ପ୍ରତ୍ୟେକ ଜୀବନର ପୂର୍ଣ୍ଣତା ପାଇଁ ଆବଶ୍ୟକ ଆଧ୍ୟାତ୍ମିକତା। ପ୍ରଭୁ କହନ୍ତି, ଭାରତୀୟ ମନର ଅସଲ ଚାବିକାଠି ହେଉଛି ଆଧ୍ୟାତ୍ମିକତା। ଅସୀମର ଅନୁଭୂତି ତାର ଜନ୍ମଗତ। ତେଣୁ ଭାରତ ଧ୍ୱଂସ ହୋଇପାରେ ନା, ଆମମାନଙ୍କ ଜାତି ଲୁପ୍ତ ହୋଇପାରେ ନା, କାରଣ ଭାରତବର୍ଷ ରହିଛି ଏକ ଉଜ୍ଜ୍ୱଳତମ ସିଦ୍ଧି। ଦି ଫାଉଣ୍ଡେସନ ଅଫ ଇଣ୍ଡିଆନ କଲଚର ଶ୍ରୀ ଅରବିନ୍ଦଙ୍କର ଏକ ବିଶାଳ ଗ୍ରନ୍ଥ। ସେଥିରେ ଭାରତୀୟ ସଂସ୍କୃତିର ମହତ୍ତ୍ୱ, ମହନୀୟତା, ଗଭୀରତା ଏତେ ଅଧିକ ଭାବରେ ଉପସ୍ଥାପିତ ହୋଇଛି ଯେ ତାକୁ ଜଣେ ଅନୁଧ୍ୟାନ ନ କଲେ, ଅନୁଶୀଳନ ନ କଲେ ଅନୁଭବ କରିପାରିବ ନାହିଁ। ଶ୍ରୀ ଅରବିନ୍ଦ କହନ୍ତି, ଭାରତ ହେଉଛି ସ୍ଥାନରେ ଅଧିଷ୍ଠିତ ଦେଶ। ଭାରତୀୟ ସଂସ୍କୃତି ହେଉଛି ସର୍ବୋତ୍ତମ, ସର୍ବୋତ୍କୃଷ୍ଟ ସଂସ୍କୃତି। ଦୂର ଅତୀତରେ ଉଭୟ ପରାବିଦ୍ୟା ଓ ଅପରାବିଦ୍ୟା କ୍ଷେତ୍ରରେ ଭାରତବର୍ଷ ଶୀର୍ଷ ସ୍ଥାନରେ ଅଧିଷ୍ଠିତ ହୋଇଥିଲା। ପରାବିଦ୍ୟା ହେଉଛି ଆତ୍ମାର ବିଦ୍ୟା, ଅଧ୍ୟାତ୍ମ ବିଦ୍ୟା। ଭାରତବର୍ଷ ହେଉଛି ଅଧ୍ୟାତ୍ମ ବିଦ୍ୟାର ଗ୍ରନ୍ଥାଘର, ବେଦ, ଉପନିଷଦ, ପୁରାଣ ସାହିତ୍ୟର ଚାରୁଚିତ୍ରଶାଳା। ସର୍ବେ ଭବନ୍ତୁ ସୁଖିନ, ଏହା ହେଉଛି ଭାରତୀୟ ସଂସ୍କୃତିର ଅମୃତମୟୀ ବାର୍ତ୍ତା। ଆଉ ଅପରାବିଦ୍ୟାରେ ଭାରତବର୍ଷ ମଧ୍ୟ ଅଶେଷ ପାରଦର୍ଶୀ ଥିଲା। ଅପରା ଭୌତିକ ବିଦ୍ୟା। ଉଦାହରଣ ସ୍ୱରୂପ ଜ୍ୟୋତିଷ ବିଦ୍ୟାକୁ ଆମେ ଦେଖିବା। ଆର୍ଯ୍ୟଭଟ୍ଟ ପଞ୍ଚମ ଶତାବ୍ଦୀରେ ସର୍ବପ୍ରଥମେ ପୃଥିବୀର ଆବର୍ତ୍ତନ ଯୋଗୁଁ ଦିବାରାତ୍ରି ହେଉଛି ବୋଲି କହିଥିଲେ। ପରେ ପାଶ୍ଚାତ୍ୟର କୋପରନିକସ୍ ପଞ୍ଚଦଶ ଶତାବ୍ଦୀରେ ପୃଥିବୀର ଆବର୍ତ୍ତନ କଥା କହିଲେ। ଭାରତୀୟ ଜ୍ୟୋତିର୍ବିଦ ଓ ବୈଜ୍ଞାନିକ ଭାସ୍କରାଚାର୍ଯ୍ୟ ଦ୍ୱାଦଶ ଶତାବ୍ଦୀରେ ମାଧ୍ୟାକର୍ଷଣ ଶକ୍ତିର କଥା କହିଥିଲେ। ପରେ ପାଶ୍ଚାତ୍ୟର ବୈଜ୍ଞାନିକ ନ୍ୟୁଟନ ସପ୍ତଦଶ ଶତାବ୍ଦୀରେ ଏହି ମାଧ୍ୟାକର୍ଷଣ ଶକ୍ତିର ଉଲ୍ଲେଖ କରିଥିଲେ। କେବଳ ସେତିକି ନୁହେଁ, ପାଟିଗଣିତ କ୍ଷେତ୍ରରେ ଭାରତର ପୃଥିବୀକୁ ଅମୂଲ୍ୟ ଅବଦାନ ଅଛି। 1 ଠାରୁ 9 ପର୍ଯ୍ୟନ୍ତ ଗଣିବା ଶିଖେଇଛି ଭାରତବର୍ଷ ପୃଥିବୀକୁ। ପୂର୍ଣ୍ଣ ସଂଖ୍ୟାର ଯୋଗ, ବିୟୋଗ, ଗୁଣନ, ହରଣ,
ବର୍ଗମୂଳର ପ୍ରୟୋଗ ଏସବୁ ପ୍ରଥମେ ଭାରତ ବର୍ଷରେ ହିଁ ଘଟିଥିଲା। ବର୍ତ୍ତମାନ ଦେଖିବା ଜ୍ୟାମିତିର କଥା। ଜ୍ୟାମିତିର ଅଙ୍କନ ଏବଂ ଅଙ୍କ କ୍ଷେତ୍ରରେ ଭାରତର ସିଦ୍ଧି ଅପୂର୍ବ ଅତୁଳନୀୟ ଥିଲା। ଶ୍ରୀ ଅରବିନ୍ଦ କେତେ ଚମତ୍କାର ଭାବରେ ଏସବୁ କଥାର ଉଲ୍ଲେଖ କରିଛନ୍ତି ଭାରତୀୟ ସଂସ୍କୃତିର ମହତ୍ୱକୁ ପ୍ରତିପାଦନ କରିବା ପାଇଁ। ବୌଦ୍ଧାୟନ ଋଷିଙ୍କର ଯଜ୍ଞ ମଣ୍ଡପ ନିର୍ମାଣ କୌଶଳର କଥା କୁହାଯାଇଛି। ସେ କୌଶଳରେ ଏହିପରି ଗୋଟେ ତତ୍ତ୍ୱ ନିହିତ ଥିଲା ଯେ ଗୋଟିଏ ସମକୋଣୀ ତ୍ରିଭୁଜର କର୍ଣ୍ଣ ଉପରେ ଅଙ୍କିତ କ୍ଷେତ୍ରର କ୍ଷେତ୍ରଫଳ ଅନ୍ୟ ଦୁଇ ବାହୁ ଉପରେ ଅଙ୍କିତ କ୍ଷେତ୍ରଫଳର ସମଷ୍ଟି ସହ ସମାନ। ଏଇ ଯୋଉ ଚିତ୍ରଟି ଅଙ୍କା ହୋଇଥିଲା ତାଳପତ୍ରରେ ଋଷିଙ୍କ ଦ୍ୱାରା, ସେହି ତାଳପତ୍ରକୁ ସମୟକ୍ରମେ ତାକୁ ନେଇ ମଧ୍ୟପ୍ରାଚ୍ୟର ଜଣେ ବିଶିଷ୍ଟ ଜ୍ୟାମିତି ତତ୍ତ୍ୱବିତ୍ ପିଥାଗୋରାସ ତାକୁ ଗୋଟିଏ ଉପପାଦ୍ୟରେ ପରିଣତ କରିଦେଲେ ଯେ ଏହି ସମକୋଣୀ ତ୍ରିଭୁଜର କର୍ଣ୍ଣ ଉପରେ ଅଙ୍କିତ ବର୍ଗକ୍ଷେତ୍ରର କ୍ଷେତ୍ରଫଳ ଅନ୍ୟ ଦୁଇ ବାହୁ ଉପରେ ଅଙ୍କିତ ବର୍ଗକ୍ଷେତ୍ର କ୍ଷେତ୍ରଫଳ ସଙ୍ଗେ କ୍ଷେତ୍ରଫଳ ସମଷ୍ଟି ସହ ସମାନ। ପ୍ରକୃତରେ ବୌଦ୍ଧାୟନ ଋଷିଙ୍କୁ କେହି ଜାଣିଲେ ନାହିଁ, କିନ୍ତୁ ପିଥାଗୋରାସଙ୍କୁ ଜାଣିଲେ। ହେଲେ ମୂଳ ସୂତ୍ର ମୂଳ ତତ୍ତ୍ୱ ଭାରତ ବର୍ଷରୁ ହିଁ ଯାଇଥିଲା, ଏଥିରେ ସନ୍ଦେହ ନାହିଁ। ପଞ୍ଚ ଧାତୁର ବ୍ୟବହାର ଭାରତ ବର୍ଷ ପ୍ରଥମେ ଶିଖେଇଛି, ଯଥା ସୁନା, ଲୁହା, ଟିଣ, ସୀସା ଓ ରୂପା। ରସାୟନ ବିଜ୍ଞାନ କ୍ଷେତ୍ରରେ ଅଶେଷ କୃତିତ୍ୱ ଅର୍ଜନ କରିଥିଲା ପ୍ରାଚୀନ ଭାରତ ବର୍ଷ। ନାଗାର୍ଜୁନ ଥିଲେ ପାତନ ଆଉ ଭସ୍ମୀକରଣ ପଦ୍ଧତିର ଉଦ୍ଭାବକ। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅତୁଳ ଏବଂ ଅଦ୍ୱିତୀୟ ମହିମାର ଅଧିକାରୀ ଭାରତ ବର୍ଷ। ଚରକ ଓ ସୁଶ୍ରୁତଙ୍କ କଥା ଏହି ପ୍ରସଙ୍ଗରେ ଆମେ ଜାଣୁ। ଚରକ ଥିଲେ ଔଷଧୀର ଆବିଷ୍କାରକ ଆଉ ସୁଶ୍ରୁତ ଥିଲେ ଅସ୍ଥି ଶଲ୍ୟ ଧାରଣ। ଅଧ୍ୟାତ୍ମ ଶାସ୍ତ୍ର ରଚନା ଓ ଆଲୋଚନା, ଅନୁଶୀଳନ ତଥା ପର୍ଯ୍ୟାଲୋଚନା କ୍ଷେତ୍ରରେ ଭାରତୀୟ ସଂସ୍କୃତିର ପଟାନ୍ତର ନାହିଁ। ଯେତେବେଳେ ସମଗ୍ର ପୃଥିବୀ ଅନ୍ଧକାରରେ ଆଚ୍ଛନ୍ନ, ଗ୍ରୀସର ଜନ୍ମ ହୋଇ ନାହିଁ, ରୋମ କଥା ହିଁ ଭାବି ନାହିଁ, ସେତେବେଳେ ଭାରତୀୟ ସଂସ୍କୃତି ତାର ଉଚ୍ଚତମ ଉଚ୍ଚତାରେ ଅବସ୍ଥାପିତ ହୋଇଥିଲା। ମାଙ୍କ କଥାରେ ଭାରତବର୍ଷ ପୃଥିବୀକୁ ଦେଇଛି ବିଶେଷ କରି ତିନୋଟି ମହନୀୟ ଶାସ୍ତ୍ର, ଯଥା ଉପନିଷଦ, ଶ୍ରୀମଦ୍ ଭଗବତ ଗୀତା ଓ ଧମ୍ମପଦ। କେତେକ ଉପନିଷଦ ଏହି ଉପନିଷଦ ଭିତରେ ଅନ୍ତର୍ଭୁକ୍ତ। ଶ୍ରୀମଦ୍ ଭଗବତ ଗୀତା ର ଅନୁବାଦ ପ୍ରଥମେ ହେଇଥିଲା 1785 ଖ୍ରୀଷ୍ଟାବ୍ଦରେ। ଆଉ ସେଥିରେ ଯାହା ଲେଖା ଯାଇଥିଲା ତାହାର ଯୋଉ ମୁଖବନ୍ଧରେ ୱାରେନ୍ ହେଷ୍ଟିଙ୍ଗସ୍ ଲେଖିଥିଲେ, ଶ୍ରୀମଦ୍ ଭଗବତ ଗୀତା କେବଳ ଭାରତ ବର୍ଷ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା ସମଗ୍ର ପୃଥିବୀବାସୀଙ୍କ ପାଇଁ ଉଦ୍ଦିଷ୍ଟ। ପରେ ଭଗବତ ଗୀତା ଅନୁଦିତ ହେଲା ୱିଲିୟମ ସ୍ଲେଗେନଙ୍କ ଦ୍ୱାରା। ଫ୍ରାନ୍ସର ଆଣ୍ଟିଲ ଦ୍ୱୀପର କେତେକ ଉପନିଷଦକୁ ଫରାସୀ ଭାଷାରେ ଅନୁବାଦ କରିଥିଲେ। ଜର୍ମାନର ଅନ୍ୟତମ ଦାର୍ଶନିକ ସୋପେନହାୱାରଙ୍କର ଉକ୍ତି ପ୍ରଣିଧାନ ଯୋଗ୍ୟ। ତାଙ୍କ ମତରେ ପୃଥିବୀରେ ଉପନିଷଦ ପାଠ ଅପେକ୍ଷା ଆନନ୍ଦଦାୟକ କଥା
ଆଉ କିଛି ନଥାଇପାରେ। ଭାରତୀୟ ସଂସ୍କୃତି ଆତ୍ମାକୁ ଆମ ସତ୍ତାର ସତ୍ୟ ରୂପେ ଆଉ ଜୀବନକୁ ଆତ୍ମାର ଅଭିବ୍ୟକ୍ତି ରୂପେ ଗ୍ରହଣ କରି ଆସିଛି। ସତରେ ଭାରତୀୟ ଜୀବନ ଧାରାର ସ୍ୱଣିତ ପ୍ରବାହ ହୋଇଛି ଆଧ୍ୟାତ୍ମିକତା ଏବଂ ସମଗ୍ର ପୃଥିବୀକୁ ଭାରତର ଅବଦାନ ଅତୀତରେ ଥିଲା, ଏବେ ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷ୍ୟରେ ଶ୍ରୀ ଅରବିନ୍ଦଙ୍କର କଥାଟିଏ ଶୁଣିବା। ପ୍ରଭୁ କହନ୍ତି, ପୃଥିବୀକୁ ଭାରତର ଆଧ୍ୟାତ୍ମିକ ଅବଦାନ ଆରମ୍ଭ ହୋଇଛି। ଭାରତୀୟ ଆଧ୍ୟାତ୍ମିକତା ୟୁରୋପ ଓ ଆମେରିକାରେ କ୍ରମେ କ୍ରମେ ଅଧିକରୁ ଅଧିକ ପ୍ରବେଶ କରୁଛି। ଏହା କ୍ରମଶଃ ବୃଦ୍ଧି ପାଇବ। ଭାରତର ଭାଗ୍ୟର ବି ଉଦିତ ହୋଇ ସମଗ୍ର ବିଶ୍ୱକୁ ତାର ଆଲୋକ ଦ୍ୱାରା ଉଦ୍ଭାସିତ କରିବ। ମନେ ପଡେ ଶ୍ରୀ ଅରବିନ୍ଦଙ୍କର ଆଉ ଗୋଟିଏ ବାଣୀ। ସେ କହିଲେ, ସମଗ୍ର ବିଶ୍ୱ ଆଜି ଯେଉଁ ସବୁ ସମସ୍ୟାରେ ବିବ୍ରତ ଓ କର୍ତ୍ତବ୍ୟ ବିମୂଢ ହୋଇ ପଡ଼ିଛି, ଭାରତବର୍ଷ ଦେଇପାରେ ସେ ସମସ୍ତ ସମସ୍ୟାର ଯଥାଯଥ ମୀମାଂସା ଓ ସମାଧାନ। ଦେଖିବା ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ତହିଁରେ ଶ୍ରୀ ଅରବିନ୍ଦଙ୍କର ଭୂମିକା। ଇଂଲଣ୍ଡରେ ପାଠ ପଢିଲା ବେଳେ ଅର୍ଥାତ୍ କିଶୋର ବେଳୁ ସେ ମାତୃଭୂମିର ସ୍ୱାଧୀନତା କଥା ଚିନ୍ତା କରୁଥିଲେ। ଫେରିଲେ ଭାରତବର୍ଷକୁ 1893 ମସିହାରେ। ସେତେବେଳେ ହିନ୍ଦୁ ପ୍ରକାଶିତ ହେଉଥିଲା ଇଂରାଜୀ ଓ ମରାଠୀ ଭାଷାରେ ଭାରତବର୍ଷରେ, ଏବଂ ସେଥିରେ ସେ ଅଗ୍ନିବର୍ଷୀ ଲେଖାମାନ ଲେଖିଲେ ଏବଂ ଭାରତୀୟ ସ୍ୱାଧୀନତା ଯେ ଆମର ଏକାନ୍ତ ଆବଶ୍ୟକ କାମ୍ୟ ବୋଲି ଦାବି କଲେ। ସେ ବଙ୍ଗଭଙ୍ଗ ଆନ୍ଦୋଳନରେ ଯୋଗ ଦେଲେ। ବରୋଦାରେ ଥିଲା ବେଳେ କଲିକତାକୁ ଆସିବା ପୂର୍ବ ସମୟରେ ବରୋଦାରେ ଥାଇ ମଧ୍ୟ ସେ ଗୋଟେ ବିପ୍ଳବୀ ଗୋଷ୍ଠୀ ତିଆରି କରିଥିଲେ ବଙ୍ଗ ପ୍ରଦେଶରେ। ସେଥିରେ 5 ଜଣ ବ୍ୟକ୍ତି ଥିଲେ, ଯଥା ଭଗିନୀ ନିବେଦିତା, ପି ମିତ୍ର, ଯତୀନ ବାନାର୍ଜୀ, ଚିତ୍ତରଞ୍ଜନ ଦାସ ଓ ସୁରେନ୍ଦ୍ରନାଥ ଠାକୁର। ଶ୍ରୀ ଅରବିନ୍ଦଙ୍କର ମତ ଥିଲା, ପ୍ରତିରୋଧ ଓ ବିଦ୍ରୋହ ଯଦି ଦିନକୁ ଦିନ ବ୍ୟାପକ ହୁଏ, ତେବେ ଇଂରେଜ ମାନେ ନିଜର ସାମ୍ରାଜ୍ୟର ଜପରୋନାସ୍ତି ରକ୍ଷା କରିବାକୁ ଯାଇ ଶେଷରେ ଏକ ଆପୋଷ ମିଳାମିଶା ପାଇଁ ଚେଷ୍ଟା କରିବେ, ଆଉ ଶେଷରେ ଭାରତବାସୀଙ୍କ ହାତରେ ସ୍ୱାଧୀନତାକୁ ନିଶ୍ଚିତ ଅର୍ପଣ କରିବେ। ଶ୍ରୀ ଅରବିନ୍ଦ 1906 ମସିହାରେ ଅର୍ଥ ବଙ୍ଗଭଙ୍ଗ ଆନ୍ଦୋଳନର 1 ବର୍ଷ ପରେ ବିନା ଦରମାରେ ଆସି ବଙ୍ଗଳାରେ କଲିକତାରେ ପହଞ୍ଚିଲେ। ବରୋଦା ଛାଡ଼ି ସେ ବରୋଦା ଚାକିରିରୁ ବିନା ଦରମାରେ ଆସି ପହଞ୍ଚିଲେ। ସେତିକି ବେଳେ ଅର୍ଥ 1906 ମସିହାରେ ବିପିନ ଚନ୍ଦ୍ର ପାଲ ଆରମ୍ଭ କରିଥିଲେ ବନ୍ଦେ ମାତରମ୍ ପତ୍ରିକା। ଏହା ଥିଲା ଏକ ଇଂରେଜୀ ଭାଷାରେ ପ୍ରକାଶିତ ସାପ୍ତାହିକ ପତ୍ରିକା। ସେଥିରେ ଶ୍ରୀ ଅରବିନ୍ଦ ଅଗ୍ନିବର୍ଷୀ ଲେଖା ଲେଖିଲେ ଏବଂ କର୍ମଯୋଗୀନ ପତ୍ରିକା ଯିଏକି 1909 ମସିହାରେ ପ୍ରକାଶିତ ହେଲା, ସେଥିରେ ମଧ୍ୟ ସିଏ ସେମିତି ଅଗ୍ନିବର୍ଷୀ ପ୍ରବନ୍ଧମାନ ରଚନା କଲେ ଏବଂ ବ୍ରିଟିଶ ସାମ୍ରାଜ୍ୟକୁ ଏକ ପ୍ରକାର ଥରହର କରିଦେଲେ। ବ୍ରିଟିଶ ଶାସକମାନେ
ଭୟଭୀତ ହୋଇଗଲେ ଏକ ପ୍ରକାର। ତାଙ୍କୁ ଚିନ୍ତା କଲେ କେମିତି ଜେଲରେ ରଖିବା ପାଇଁ। ଶ୍ରୀ ଅରବିନ୍ଦଙ୍କ ପାଇଁ ଜାତୀୟତାବାଦୀ ଆନ୍ଦୋଳନ ଗୋଟେ ବୌଦ୍ଧିକ ଆନ୍ଦୋଳନ ମାତ୍ର ନୁହେଁ, ଗୋଟେ ସାମାଜିକ ଆନ୍ଦୋଳନ ନୁହେଁ, ଗୋଟେ ରାଜନୈତିକ ଆନ୍ଦୋଳନ ନୁହେଁ, ତାହା ଥିଲା ଏକ ସାଧନା। ସେ କହୁଥିଲେ ଯେ ଆମର ଦରକାର ଆଧ୍ୟାତ୍ମିକ ଜାତୀୟତାବାଦ। ଉତ୍ତରପଡ଼ା ଅଭିଭାଷଣରେ ଶ୍ରୀ ଅରବିନ୍ଦ ଉଦ୍ଘୋଷଣା କଲେ, ଭାରତ ତା ନିଜ ପାଇଁ ନୁହେଁ, ସମଗ୍ର ମାନବ ଜାତି ସକାଶେ ହିଁ ତିଷ୍ଠି ରହିଛି। ନିଜ ପାଇଁ ନୁହେଁ, ମାତ୍ର ସେଇ ମାନବ ଜାତି ସକାଶେ ଅବଶ୍ୟ ଶ୍ରେଷ୍ଠ ହୋଇ ରହିବ। ମାଙ୍କ କଥା ଶୁଣିବା। ମା କହିଲେ, The future of India is very clear. India is the guru of the world. The future structure of the world depends on India. India is a living soul. ଆଗାମୀ ବିଶ୍ୱର ଗୁରୁ। ଭାରତ ବଞ୍ଚିଲେ ପୃଥିବୀ ବଞ୍ଚିବ, କାରଣ ଭାରତ ହେଉଛି ପୃଥିବୀର ଆତ୍ମା। এই ଭାରତବର୍ଷ କେତେ ଦିଗ ଆଉ ଦିଗନ୍ତରେ ସମୃଦ୍ଧ, ଅତୀତରୁ ଅଦ୍ୟାବଧି। ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ପ୍ରବକ୍ତା ମହାଯୋଗୀ ଶ୍ରୀ ଅରବିନ୍ଦ, ମହାବିପ୍ଳବୀ ଶ୍ରୀ ଅରବିନ୍ଦ, ଯିଏ ପରେ ମହାଯୋଗୀରେ ରୂପାନ୍ତରିତ ହେଲେ। ସେ ଦାବି କଲେ ପୂର୍ଣ୍ଣ ସ୍ୱାଧୀନତା। ତା ଆଗରୁ ଯାହା ଦାବି କରାଯାଉଥିଲା ତାହା ସ୍ୱରାଜ୍ୟ ମାତ୍ର, ଅର୍ଥ 25% ସ୍ୱାଧୀନତା। କିନ୍ତୁ ଶ୍ରୀ ଅରବିନ୍ଦ ଦାବି କଲେ 100% ସ୍ୱାଧୀନତା। ସ୍ୱାଧୀନତା ଭାରତର ଜନ୍ମ ଅଧିକାର ବୋଲି ସେ ଘୋଷଣା ନୁହେଁ, ଉଦ୍ଘୋଷଣା କଲେ। ତାଙ୍କର ଅଧ୍ୟାତ୍ମ ଶକ୍ତି ଏବଂ ତାଙ୍କର ଚିନ୍ତା ଓ ଚେତନା ମାଧ୍ୟମରେ ଭାରତବର୍ଷର ସ୍ୱାଧୀନତା ଥିଲା। ତାଙ୍କରି ଜନ୍ମ ତାରିଖରେ ସ୍ୱାଧୀନତା ଆସିଲା, ତାଙ୍କର 75 ବର୍ଷ ବୟସରେ। ସ୍ୱାଧୀନତା ସମୟରେ ସେ ଯାହା କହିଲେ, ଏହା ଏକ କାକତାଳୀୟ ନ୍ୟାୟ ନୁହେଁ। ଭାରତର ସ୍ୱାଧୀନତା ମୋ ଜନ୍ମଦିନରେ ଭଗବାନଙ୍କର ଏକ ଦିବ୍ୟ ଉପହାର। 1920 ମସିହାରେ ଜଣେ ବିଶିଷ୍ଟ ସାଧକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଅରବିନ୍ଦ କହିଥିଲେ ଯେ ମୁଁ ଦେଖିପାରୁଛି ଯେ ଭାରତ ସ୍ୱାଧୀନ ହୋଇଛି, କାରଣ ଜଗତରେ ସ୍ୱାଧୀନ ହୋଇଯାଇଛି ଏବଂ କାର୍ଯ୍ୟରେ ତାହା ହେବାକୁ ବାକି ଅଛି। ଏବଂ ତାହା ଫଳବତୀ ହେଲା 1947 ମସିହାରେ। ଜଣେ ସାଧକ ପ୍ରଶ୍ନ କଲେ ଶ୍ରୀ ଅରବିନ୍ଦଙ୍କୁ, ଆପଣ ରାଜନୈତିକ ଆନ୍ଦୋଳନରୁ ଓହରି ଆସି ପଣ୍ଡିଚେରୀ ଆସି ଅଧ୍ୟାତ୍ମ ସାଧନା କଲେ, ତାର କାରଣ କଣ? ଶ୍ରୀ ଅରବିନ୍ଦ କହିଲେ, ଭାରତର ସ୍ୱାଧୀନତା ହୋଇଯାଇଛି ସୂକ୍ଷ୍ମରେ, ସ୍ଥୂଳରେ ହେବାକୁ ବାକି ଅଛି। ମାତ୍ର ସମଗ୍ର ପୃଥିବୀକୁ ସ୍ୱାଧୀନ କରିବା ପାଇଁ ଅହଙ୍କାରରୁ, ଅଜ୍ଞାନତାରୁ, ଅଚେତନତାରୁ ମୁଁ ଏହି ସାଧନାରେ ବ୍ରତୀ ହୋଇଛି। ଆଉ ମୁଁ ଯଦି ଏ ସାଧନା ନ କରିବି ତେବେ ଆଉ କାହା ଦ୍ୱାରା ଏ ସାଧନା ହୋଇପାରିବ ନାହିଁ। କି ସାଧନା? ପୂର୍ଣ୍ଣ ଯୋଗର ସାଧନା, ଅତି ମାନସର ସାଧନା, ରୂପାନ୍ତରକାରୀ ଶକ୍ତିର ସାଧନା, ଯିଏକି ସମଗ୍ର ବିଶ୍ୱ ପାଇଁ ଅଭିପ୍ରେତ। ଭାରତୀୟ ସଂସ୍କୃତି ଯାହା ସେ ଲେଖିଛନ୍ତି, ସଂସ୍କୃତିର ଆଧାର, ଯାହାର ମୂଳ ହଉଛି ଦି ଫାଉଣ୍ଡେସନ ଅଫ ଇଣ୍ଡିଆନ କଲଚର। ସେଥିରେ ଏତେ ସ୍ପଷ୍ଟ ଭାବରେ, ଏତେ ଦୀର୍ଘ
ଦୀର୍ଘ ଭାବରେ ଲେଖିଛନ୍ତି ଭାରତୀୟ ସଂସ୍କୃତିର ମର୍ଯ୍ୟାଦା, ମହନୀୟତା ତଥା ତାର ଭିତରେ ଥିବା ଅଶେଷ ଅଶେଷ ଗୌରବ ଓ ସୌରଭକୁ। ଧର୍ମ ଓ ଆଧ୍ୟାତ୍ମିକତା, ଯାହାର ଅନୁବାଦ କରିଛନ୍ତି ଚିତ୍ତରଞ୍ଜନ ଦାସ, ଧର୍ମ ଓ ଆଧ୍ୟାତ୍ମିକତା ଶୀର୍ଷକରେ ସେ 5 ଅଧ୍ୟାୟ ତହିଁରେ ଉଲ୍ଲେଖ କରିଛନ୍ତି। ଧର୍ମ ଓ ଆଧ୍ୟାତ୍ମିକତା ଭିତରେ ତୁଳନାତ୍ମକ ଅଧ୍ୟୟନ ଏବଂ ଆଧ୍ୟାତ୍ମିକତାର ମହତ୍ଵ, ଆଧ୍ୟାତ୍ମିକତାର ଉପଯୋଗିତା ଏ ସମସ୍ତ ସମ୍ପର୍କରେ ଏକ ବିସ୍ତୃତ ତଥ୍ୟ ଓ ତତ୍ତ୍ୱପୂର୍ଣ୍ଣ ଆଲୋଚନା ଏଥିରେ ଅଛି। ଭାରତୀୟ କଳା ସମ୍ପର୍କରେ ସେ ସେହିପରି 5 ଅଧ୍ୟାୟ ଉଲ୍ଲେଖ କରିଛନ୍ତି। ଭାରତୀୟ ସାହିତ୍ୟ ବିଭିନ୍ନ ଦିଗରୁ ଆଲୋଚନାର ସାମଗ୍ରୀ ହୋଇଛି ଏହି ଗ୍ରନ୍ଥରେ। ସେଥିରେ ମଧ୍ୟ ସେ 5 ଅଧ୍ୟାୟରେ ଭାରତୀୟ ସାହିତ୍ୟର ତର୍ଜମା, ଅନୁଧ୍ୟାନ ଓ ଅନୁଶୀଳନ କରିଛନ୍ତି। ଭାରତୀୟ ରାଷ୍ଟ୍ରତନ୍ତ୍ର ସମ୍ପର୍କରେ ସେ ଯେଉଁ ଦିଗ୍ଦର୍ଶନ ଦେଇଛନ୍ତି, ଯେଉଁ ପ୍ରକାର ତଥ୍ୟକୁ ଉପସ୍ଥାପନା କରିଛନ୍ତି, ତାହା ଅନନ୍ୟ, ଅସାଧାରଣ। ସେଥିପାଇଁ ସେ 4 ଅଧ୍ୟାୟ ଉପଯୋଗ କରିଛନ୍ତି। ମୋଟାମୋଟି ଭାବରେ ଦି ଫାଉଣ୍ଡେସନ ଅଫ ଇଣ୍ଡିଆନ କଲଚର, ସମଗ୍ର ବିଶ୍ୱକୁ ଭାରତୀୟ ସଂସ୍କୃତିର ଆଲୋକ ଦର୍ଶାଇବାରେ ଏକ ଉତ୍କୃଷ୍ଟ, ଅଭିନବ, ଅନବଦ୍ୟ ଗ୍ରନ୍ଥ, ଏଥିରେ ସନ୍ଦେହର ଅବକାଶ ନାହିଁ। ଭାରତବର୍ଷ ସ୍ୱାଧୀନ ହେଇଛି, ତାର ଅବଦାନ ଏବେ ମଧ୍ୟ ସମଗ୍ର ପୃଥିବୀ ପାଇଁ ରହିଛି। ଆମେ ଜାଣୁ, ଯୋଗ କ୍ଷେତ୍ରରେ ପୃଥିବୀକୁ ଦେଇଛି ଅନନ୍ୟ ଅବଦାନ। ସମଗ୍ର ପୃଥିବୀ ବିଶ୍ୱ ଯୋଗ ଦିବସ ପାଳନ କରୁଛି। ଯୋଗ ଏହି ଭାରତବର୍ଷରୁ ଆରମ୍ଭ ହୋଇ ଅଦ୍ୟାବଧି ସମଗ୍ର ବିଶ୍ୱରେ ପରିବ୍ୟାପ୍ତ ହୋଇଛି। ମନେ ପଡେ ମାଙ୍କ କଥା। ଆମେ ଚାହୁଁ ଯୋଗକୁ ଶିକ୍ଷାର ଅନ୍ତର୍ଭୁକ୍ତ କରିବା ପାଇଁ, କାରଣ ଏହା ଦ୍ୱାରା ସମଗ୍ର ବିଶ୍ୱ ଉପକୃତ ହେବ। ସ୍ୱାଧୀନତା ଏକାନ୍ତ କାମ୍ୟ ଏବଂ ଆବଶ୍ୟକ ବୋଲି ବାରମ୍ବାର ଶ୍ରୀ ଅରବିନ୍ଦ ଘୋଷଣା କରୁଥିଲେ। ସ୍ୱାଧୀନତା ନ ଆସିଲେ କୌଣସି ପ୍ରକାରେ ଗୋଟେ ଜାତି ବା ଦେଶ ଅଗ୍ରଗତି କରିପାରେ ନାହିଁ। ଚେତନା କ୍ଷେତ୍ରରେ ସଂସ୍କୃତ ଭାଷାକୁ ଅତ୍ୟନ୍ତ ଗୁରୁତ୍ୱ ଦଉଥିଲେ ଶ୍ରୀ ଅରବିନ୍ଦ। ଯୋଉ ଭାଷାର ବ୍ୟାକରଣକାର ପାଣିନି ସମଗ୍ର ବିଶ୍ୱର ପ୍ରଥମ ବ୍ୟାକରଣକାର ବୋଲିକିରି ସର୍ବବାଦୀ ସମ୍ମତ ହେଲାଣି। ଏହିପରି ଏକ ଦେଶ ଯାହାର ମହିମା ଅସୀମ, ଅତୁଳନୀୟ। ମନେ ପଡେ ଭକ୍ତ କବି ମଧୁସୂଦନ ରାଓଙ୍କର ସେଇ 7-8 ମସିହାରେ ରଚିତ କବିତା ଜନ୍ମଭୂମି। ସେଥିରେ ସେ ଭାରତୀୟ ସଂସ୍କୃତିର, ଭାରତବର୍ଷର ଅପୂର୍ବ ସିଦ୍ଧି ଓ ସମୃଦ୍ଧିକୁ ପରିକଳ୍ପନା କରିଛନ୍ତି ଏବଂ ଅକ୍ଷରରେ ତାହା ଉପସ୍ଥାପନା କରିଛନ୍ତି। ଭାରତ ମାତାଙ୍କ ପାଦ ତଳେ ସେ ଅକ୍ଷରାଞ୍ଜଳିକୁ ପ୍ରଦାନ କରିଛନ୍ତି। ମଧୁସୂଦନ ରାଓଙ୍କ ଭାଷାରେ ତୁହି ମା ଜନମ ଭୂଇଁ ପବିତ୍ର ଭାରତ ଭୂଇଁ, ତୋହରି ସନ୍ତାନ ଆମେ ଅଟୁ ସରବେ, ତୋର ଶ୍ରୀଚରଣ ସେବା ପାଇଁ ମନ ପ୍ରାଣ ଦେବା, ଗାଇବା ତୋହରି ନାମ ଆନନ୍ଦ ରବେ, ତୋ ସୁଖରେ ହୋଇବା
କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ଜନମିଲେ ତୋ କୋଳରେ କେତେ ସୁର ବୀରନରେ ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ ମହାକବି ବେଦ ବ୍ୟାସ ବାଲ୍ମୀକି କାଳିଦାସ ଗାଇଲେ ପବିତ୍ର କଣ୍ଠେ ତୋରି ଗୁଣ ଚୈତନ୍ୟାଦି ମହାତ୍ମା ଜନେ ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ କେତେ କେତେ ପୁଣ୍ୟବତୀ କେତେ ପତି ବ୍ରତା ସତୀ କେତେ ବୀର ନାରୀ କେତେ ବୀର ଜନନୀ ସମସ୍ତେ ତୋର ଦୁହିତା ପଦ୍ମିନୀ ସାବିତ୍ରୀ ସୀତା ଦୁର୍ଗାବତୀ ଆଦି କେତେ ବୀର ରମଣୀ ନମହିମା ଭକତି ଭରେ ଅଧମ ଅକ୍ଷମ ସୁତ ତୋ ଚରଣରେ ଶ୍ରୀ ଅରବିନ୍ଦ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ ଭାରତବର୍ଷ ତାର ସମସ୍ତ ସିଦ୍ଧିରେ ଉତ୍ତୁଙ୍ଗ ଶିଖରରେ ଥିଲା ମଧ୍ୟଯୁଗ ପର୍ଯ୍ୟନ୍ତ ଅର୍ଥାତ୍ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ଯେତେବେଳେ ବହିଃଶତ୍ରୁର ଆକ୍ରମଣ ହେଲା ଆଉ ଭାରତବର୍ଷ ସେଇ ପରାଧୀନତାରେ ଜର୍ଜରିତ ହେଲା ସେତିକି ବେଳୁ ତାର ସଂସ୍କୃତି ସାମାନ୍ୟ ଅବକ୍ଷୟ ହେବାକୁ ଆରମ୍ଭ କଲା ବିଜ୍ଞାନ କ୍ଷେତ୍ରରେ ଏତେ ଅଗ୍ରଗତି ଆଉ କରିପାରିନଥିଲା ମାତ୍ର ସ୍ୱାଧୀନତା ପରେ ପୁନର୍ବାର ଭାରତୀୟ ଜାଗରଣ ସମ୍ଭବ ହେଇଛି ଚେତନା କ୍ଷେତ୍ରରେ ଭୌତିକ ବିଦ୍ୟା କ୍ଷେତ୍ରରେ ତଥା ସମସ୍ତ ପ୍ରକାର ମାନବିକ ମୂଲ୍ୟବୋଧର ପ୍ରତିଷ୍ଠା କ୍ଷେତ୍ରରେ ବ୍ରିଟିଶ ଶାସନ ପୂର୍ବରୁ ମଧ୍ୟ ଯଥେଷ୍ଟ ମୂଲ୍ୟବୋଧ ଥିଲା ଭାରତବର୍ଷରେ ଯଦିବା ତାହା ସାମାନ୍ୟ ଅବକ୍ଷୟର ଶିକାର ହୋଇଥିଲା ଲର୍ଡ ମେକେଲଙ୍କ ରିପୋର୍ଟର 2-4 ଧାଡି ପଢିଲେ ଆମେ ଏ କଥାକୁ ଜାଣିପାରିବା ଏ ରିପୋର୍ଟଟି ଲେଖା ହେଇଛି 1835 ମସିହାରେ ଫେବୃଆରୀ ମାସର 2 ତାରିଖ ଦିନ ଲେଖିଛନ୍ତି ଲର୍ଡ ମେକେଲେ I have traveled across the length and breadth of India and I have not seen one person who is a thief. Such wealth I have seen in this country, such high moral values, people of such caliber that I do not think. ତଥାପି ଭାରତବର୍ଷରେ ଥିଲା ମୂଲ୍ୟବୋଧର ପ୍ରାଣସତ୍ତା ବ୍ରିଟିଶ ଶାସନ ପରେ ଆହୁରି ତାହା ଅବକ୍ଷୟର ଶିକାର ହୋଇଗଲା ତଥାପି ଭାରତବର୍ଷ ଏବେ ମଧ୍ୟ ବଞ୍ଚି ରହିଛି କେବଳ ବଞ୍ଚି ରହିନାହିଁ ସେ ଆହୁରି ଅଗ୍ରଗତି କରୁଛି ଅଧିକରୁ ଅଧିକ ତେଜ ଓ ଦୀପ୍ତି ନେଇ ସେ ପ୍ରମାଣ କରିଛି କରୁଛି ଓ କରିବ ତାର ନାମକରଣର ସାର୍ଥକତା ଭା ଯୁକ୍ତ ରତ ଭା ଅର୍ଥ ଦୀପ୍ତି କି ଜ୍ୟୋତି ରତ ଅର୍ଥ ଯୁକ୍ତ ଯେଉଁ ଭୂଖଣ୍ଡ ଦୀପ୍ତି ଆଉ ଜ୍ୟୋତିରେ
ମହନୀୟ, ଉର୍ଜସ୍ୱଳ, ଐଶ୍ୱର୍ଯ୍ୟପୂର୍ଣ୍ଣ, ଉଜ୍ଜଳ ସେଇ ହେଉଛି ଭାରତବର୍ଷ। ଏ ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କର ପୁତ୍ର ଭରତଙ୍କ ନାମରେ ନାମିତ ଏ ଭାରତବର୍ଷ, ଯାହାର ପୂଜା କରାଯାଇଛି ବିଭିନ୍ନ ଭାଗରେ ସମଗ୍ର ପୃଥିବୀରେ। ସତରେ ସେଇ ଦେଶର ସନ୍ତାନ ହୋଇ ଆମେ କେତେ ଗୌରବାନ୍ୱିତ ତାହା ଅନୁଭବର ବିଷୟ, ତାହା ବଚନର ବିଷୟ ନୁହେଁ। ଏଇ ଭୂମିରୁ ଦୀପ୍ତି ବିଚ୍ଛୁରିତ ହେବ ଅଧିକରୁ ଅଧିକ, ଜ୍ୟୋତି ଉଦ୍ଭାସିତ ହେବ ଅଧିକରୁ ଅଧିକ। ସେ ଜ୍ୟୋତି ଆଉ ଦୀପ୍ତି ଆଧ୍ୟାତ୍ମିକତାର ଦୀପ୍ତି ଓ ଜ୍ୟୋତି। କବିତାଟିଏ ନିଜ ରଚନାରୁ ଭାରତ ଆକାଶେ ପ୍ରଥମ ସକାଳେ ସୂର୍ଯ୍ୟ ଆସିବ ଉଇଁ, ବିଜୟ ବାରତା ନେଇ ଚେତନାର ଗୀତ ଗାଇ। ବିଞ୍ଚି ବିଞ୍ଚି ଯିବ ଆଶାର କିରଣ, ଆକାଶେ ବତାସେ ଜଳେ। ଘୁଞ୍ଚି ଘୁଞ୍ଚି ଯିବ ହତାଶା ଅନ୍ଧାର, ଦୂରେ ଦୂରେ ବହୁ ଦୂରେ। ମୁକ୍ତ ବିହଙ୍ଗ ଉଡ଼ି ଉଡ଼ି ଯିବ, ବସୁଧାରେ ସୁଧା ଆଣି ବାଢ଼ି ଦେବ। ନୂତନ ଜୀବନ ପାଇଁ ସୂର୍ଯ୍ୟ ଆସିବ ଚେତନାର ଗୀତ ଗାଇ। ପ୍ରତିଟି ଗଗନ ହେବ ଆଲୋକିତ, ହେବ ସବୁ ଏକାକାର। ପ୍ରତିଦିନ ହେବ ଚୈତ୍ର ଯାତ୍ରାର ଅନୁପମ ଅନୁକୂଳ। ମାନବିକତାର ନୀଳ କଇଁ ଫୁଲ, ମନ ସରସିରେ ହେବ ଝଲମଲ। ପ୍ରୀତିରେ ମଗନ ହୋଇ ଚେତନାର ଗୀତ ଗାଇ। ସୂର୍ଯ୍ୟ ଆସିବ ଉଇଁ, ଭାରତ ଆକାଶେ ପ୍ରଥମ ସକାଳେ ସୂର୍ଯ୍ୟ ଆସିବ ଉଇଁ। ଏଇ ସୂର୍ଯ୍ୟ ଅତି ମାନସର ସୂର୍ଯ୍ୟ, ରୂପାନ୍ତରର ସୂର୍ଯ୍ୟ, ଦିବ୍ୟ ଜୀବନର ସୂର୍ଯ୍ୟ। ମନେ ପଡ଼େ ମହମ୍ମଦ ଇକବାଲଙ୍କର କବିତାର ସେ ପଂକ୍ତିର ଅନୁବାଦ। ଖୋଜି ଖୋଜି ଏପରି ଦେଶ ପାଇମୁ ନାହିଁ କାହିଁ, ସବୁ ଦେଶର ରାଜରାଣୀ ମା ମୋ ଜନ୍ମଭୂଇଁ, ମା ମୋ ଜନ୍ମଭୂଇଁ। ବିଶ୍ୱକବି ରବୀନ୍ଦ୍ରନାଥ ସେଦିନ ମୁକ୍ତ କଣ୍ଠରେ ଗାଇ ଉଠିଥିଲେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଇଁ, ହେ ବନ୍ଧୁ, ହେ ଦେଶ ବନ୍ଧୁ, ସ୍ୱଦେଶ ଆତ୍ମାର ବାଣୀ ମୂର୍ତ୍ତି ତମେ, ବାଣୀ ମୂର୍ତ୍ତି ତମେ। ହେ ପ୍ରଭୁ ତମର ଜୟ ହେଉ, ଜୟ ହେଉ ଏ ଭାରତବର୍ଷର। ବନ୍ଦେ ମାତରମ୍, ବନ୍ଦେ ମାତରମ୍। ଭାରତବର୍ଷର ଚରଣ କମଳରେ ସହସ୍ର କୋଟି ପ୍ରଣାମ। ନମଇମା ଭକତି ଭରେ, ଅଧମ କ୍ଷମ ସୁତ ତୋ ଚରଣରେ। ପ୍ରଭୁ ଶ୍ରୀ ଅରବିନ୍ଦ ଦିବ୍ୟ ଜନନୀ ମାଙ୍କ ଚରଣରେ କୋଟି କୋଟି ପ୍ରଣାମ। ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍।